ଦେଖନ୍ତୁ ଆମର ଯୋଉଗୁଡାକ ପାରାମିଟରରେ କମ ଥିଲା ତାକୁ ଆମେ ପଛୁଆ ଜିଲ୍ଲା ବୋଲି କହୁଥିଲୁ। ଇଏ ଗୋଟେ ଆଦିବାସୀ ବହୁଳ ଜିଲ୍ଲା, ତେଣୁ ଏ ଜିଲ୍ଲାକୁ ଶୁଭ ଦୃଷ୍ଟିରେ ରଖି ଦେଶର ପ୍ରଧାନମନ୍ତ୍ରୀ ଯଶସ୍ୱୀ ନରେନ୍ଦ୍ର ମୋଦି ଆକାଂକ୍ଷା ଜିଲ୍ଲା ଭାବରେ ଏହାକୁ ଡିକ୍ଲେୟାର କରିଥିଲେ ଏବଂ ଆକାଂକ୍ଷା ଜିଲ୍ଲାକୁ କିଛି ପାରାମିଟରରେ ବଢେଇବା ପାଇଁ ଏ ସମ୍ପୂର୍ଣ୍ଣତା ଅଭିଯାନ ଚାଲିଛି। ତା ଭିତରେ ପ୍ରଥମ ପର୍ଯ୍ୟାୟରେ 6ଟି ପାରାମିଟର ଦେଇଥିଲେ ଏବଂ ସେ 6ଟି ପାରାମିଟରରୁ 5ଟି ପାରାମିଟର ସମ୍ପୂର୍ଣ୍ଣ କରି ଆମେ ରୌପ୍ୟ ଆଜି ସମ୍ମାନରେ ସମ୍ମାନିତ ହେଇଛି ଆମ ଜିଲ୍ଲା ଏବଂ ମୋର ବ୍ଲକ ଲମତାପୋଟ ଏବଂ ଲକ୍ଷ୍ମୀପୁର ବ୍ଲକ ମଧ୍ୟ ସେଥିରେ ସମ୍ମାନିତ ହେଇଛି। ତେଣୁ ଆମେ ଧୀରେ ଧୀରେ ଆଗକୁ ଯାଉଛୁ ଏବଂ ଯୋଉ କଥା କହିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଆମର ଯିଏ ମହୋଚ୍ଚର ମାଝୀ ଓଡିଶା ମୁଖ୍ୟମନ୍ତ୍ରୀ ଯେ ଆମେ ବିକଶିତ ଓଡିଶା ବିକଶିତ ଭାରତ ଗଠନ କରିବା। ତେଣୁ ଆକାଂକ୍ଷା ବା ପଛୁଆ ଜିଲ୍ଲା ମାନଙ୍କୁ ଯେତେବେଳେ ବିକଶିତର ଫୋକସ ଆସୁଛି ଏବଂ ଏମାନେ ସବୁ ପାରାମିଟରରେ ଯେତେବେଳେ ଶିକ୍ଷାରେ ହଉ ଏବଂ ସ୍ୱାସ୍ଥ୍ୟରେ ହଉ ଏବଂ ଏଭଳି ବିଭିନ୍ନ ପାରାମିଟର ଅଛି, ପାରାମିଟର ଯଦି ଆମେ ଆଚିଭ୍ କରି ଧୀରେ ଧୀରେ ଆଗକୁ ବଢିବା ତାହେଲେ 2037 ସୁଦ୍ଧା ଆମେ ନିଶ୍ଚିତ ଭାବରେ ଗୋଟେ ସମୃଦ୍ଧ ଓଡିଶା ଏବଂ ସଶକ୍ତ ଓଡିଶାରେ ପରିଣତ ହେବା ଏବଂ ଆଗକୁ ଯୋଉ ରାଷ୍ଟ୍ରର ସ୍ୱପ୍ନ ଦେଖାଯାଇଛି ଯେ ବିକଶିତ ଭାରତ ଗଠନ ହବ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଯୋଉ କଥା କୁହାଯାଇଛି ତାହା ଆଗକୁ ଆମକୁ ନିଶ୍ଚିତ ଭାବରେ ଏଥିରେ ଆମେ ବିକଶିତ ଭାରତରେ ଏ ବିକଶିତ କୋରାପୁଟ ହେଇ ଆମେ ତା ସହିତ ଯୋଡି ହେବା, ତାହେଲେ ଯାଇ ଆମେ ସମସ୍ତ ପାରାମିଟରକୁ ଆମେ ଟଚ୍ କରିପାରିବା। ନିଶ୍ଚିତ ଭାବରେ ଯଦି ପ୍ରଥମ ଶ୍ରେଣୀରେ ଫାର୍ଷ୍ଟ ଡିଭିଜନରେ ଯିବୁ, ଦ୍ୱିତୀୟ ତୃତୀୟ ଶ୍ରେଣୀରେ କାହିଁ ଦଶମ ଯାକ ଆମେ କାହିଁ ଫାର୍ଷ୍ଟ ଡିଭିଜନ ରଖିବୁ? ତେଣୁ ନିଶ୍ଚିତ ଭାବରେ ଏବେ ସେକେଣ୍ଡ କ୍ଲାସ ହେଲେ ମିଶା ଆଗାମୀ ଦିନରେ ଫାର୍ଷ୍ଟ ଡିଭିଜନ ପାଇବା ପାଇଁ ଆମେ ଚେଷ୍ଟା କରୁଛୁ।